ସୁବ୍ରତ ପ୍ରଧାନ ହେଲେ ଝାରସୁଗୁଡ଼ା କଂଗ୍ରେସର ନୂଆ ମୁଖିଆ। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ପଦରେ ତାଙ୍କୁ ପୂର୍ବ ସଭାପତି ସିଆରାମ ଦାସଙ୍କ ଜାଗାରେ ପିସିସି କରିଛି ନିଯୁକ୍ତ। ସୁବ୍ରତ ପ୍ରଧାନ ଜିଲ୍ଲାରେ କଂଗ୍ରେସ ଦଳର ତୃଣମୂଳ ସ୍ତରରୁ ଦଳ ପାଇଁ କାର୍ଯ୍ୟ କରିଆସୁଛନ୍ତି। ବିଗତ ଦିନମାନଙ୍କରେ ଜିଲ୍ଲା କଂଗ୍ରେସ ପାଇଁ ବିଭିନ୍ନ ପଦବୀରେ ରହି ସେ ନିଜର କାର୍ଯ୍ୟ ସଠିକ୍ ଭାବରେ ସମ୍ପାଦନା କରିବା ସହିତ ସଂଗଠନକୁ ମଜବୁତ କରିଛନ୍ତି ଏବଂ ରାଜ୍ୟ କଂଗ୍ରେସର ପିସିସି ସଦସ୍ୟ ମଧ୍ୟ ସେ ରହିସାରିଛନ୍ତି। ସୁବ୍ରତଙ୍କ ଉପରେ ରାଜ୍ୟ ପିସିସି ସଭାପତି ଶରଦ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ପୂର୍ବ ବାଚସ୍ପତି କିଶୋର ପଟେଲଙ୍କ ଆସ୍ଥା ବିଶ୍ୱାସ ପ୍ରକଟ କରି ଏଭଳି ଗୁରୁଦାୟିତ୍ୱ ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହିତ ଝାରସୁଗୁଡ଼ା ଜିଲ୍ଲା ଏକଦା କଂଗ୍ରେସର ଗଡ଼ ଥିଲା ଏବଂ ଆଗାମୀ ଦିନରେ ପୁଣି ଥରେ ସେହି ଗଡ଼କୁ ଫେରାଇ ଆଣିବା ପାଇଁ ସେ ସଂଗଠନକୁ ମଜବୁତ କରିବା ସହିତ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ନିଶ୍ଚିତ ଭାବରେ ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ। ଏଆଇସିସି, ପିସିସି ସଭାପତି ଶରଦ ପଟ୍ଟନାୟକ ଓ କିଶୋର ପଟେଲ ମୋ ଉପରେ ଆସ୍ଥା କରି ମୋତେ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ମୁଁ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ଚେଷ୍ଟା କରିବି ଆଗାମୀ ଦିନରେ କଂଗ୍ରେସକୁ କିପରି ଏକ ସଂଗଠିତ କରିବି। ବହୁତ ଜଲ୍ଦି ଆମର ସାଧାରଣ ନିର୍ବାଚନ ଅଛି, ମୋ ଉପରେ ଗୁରୁ ଦାୟିତ୍ୱ ଅଛି। ମୁଁ ନିଶ୍ଚିତ ଭାବରେ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଭବିଷ୍ୟତରେ କଂଗ୍ରେସ ଦଳର ଗଡ଼ ଥିଲା ତାକୁ ମୁଁ ଏହି କଂଗ୍ରେସ ଦଳର ଗଡ଼ ରୂପେ ପୁଣି ଫେରାଇ ଆଣିବି। ରାହୁଲ ଗାନ୍ଧୀଙ୍କର ଗସ୍ତ ପରେ ମନୋଜ ମିଶ୍ର ପୁଣି ଜଣେ ବରିଷ୍ଠ ସାମ୍ବାଦିକ କଂଗ୍ରେସ ଦଳକୁ ଆସିଛନ୍ତି। ଆଗାମୀ ଦିନରେ ଝାରସୁଗୁଡ଼ାରେ ମଧ୍ୟ ବହୁ ସଂଖ୍ୟକ ନେତା କଂଗ୍ରେସ ଦଳକୁ ଆସିବେ ଏବଂ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିତ ଭାବରେ ଝାରସୁଗୁଡ଼ା ଏବଂ ବ୍ରଜରାଜନଗରରେ ଭଲ ପ୍ରଦର୍ଶନ କରିବ। ଦେଖନ୍ତୁ, ଆଗ କଥା ତ କ'ଣ ହେଇଛି ମୁଁ କହିପାରିବିନି। ଏଥର ନିଶ୍ଚିତ ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ କରିବ। ଦେଖନ୍ତୁ, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ଗଡ଼ ଥିଲା। ମଝିରେ ନିଶ୍ଚିତ ଭାବରେ ଆମର ଦୁଇ ଜଣ ନେତା ପଳାଇ ଯିବା ଦ୍ୱାରା କଂଗ୍ରେସ ଦୁର୍ବଳ ହୋଇଥିଲା, କିନ୍ତୁ ଆଗାମୀ ଦିନରେ ସମସ୍ତେ କଂଗ୍ରେସକୁ ଫେରି ଆସିବେ। କଂଗ୍ରେସ ନିଶ୍ଚିତ ଭାବରେ ତାର ଗଡ଼ ଫେରାଇବ, କଂଗ୍ରେସ ମଜବୁତ ହେବ ଏବଂ ସାଧାରଣ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ